ଓମ୍ ନମୋ ଭଗବତେ ବାସୁଦେବାୟ। ଆଦିକବି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ଏହି ଗଭୀର ଅଧ୍ୟୟନକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଅଷ୍ଟମ ସ୍କନ୍ଧରୁ ଗୋଟିଏ ଅତି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ତରା ଗର୍ଭରକ୍ଷା ଉପରେ ଆଲୋଚନା କରିବା। ହଁ, ମହାଭାରତ ଯୁଦ୍ଧ ପରର ଏକ ଏମିତି ସମୟ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର କରୁଣା ଆଉ ତାଙ୍କର ଅଚିନ୍ତ୍ୟ ଶକ୍ତିର ପ୍ରକାଶ ଘଟିଥିଲା। ଠିକ୍। ଆଉ ଆମର ଏ ଆଲୋଚନା ସମ୍ପୂର୍ଣ୍ଣ ଭାବେ ଆଦିକବିଙ୍କ ମୂଳ ରଚନା ଉପରେ ଆଧାରିତ। ଏହି ଦିବ୍ୟ କଥାର ମର୍ମକୁ ପୂରାପୂରି ବୁଝିବା ପାଇଁ ଆଲୋଚନାଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ହଁ, ଆଉ ଏମିତି ଆଧ୍ୟାତ୍ମିକ ଚର୍ଚ୍ଚା ନିୟମିତ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବି ଭୁଲିବେନି। ତେବେ ଚାଲନ୍ତୁ ଆଉ ଡେରି ନକରି ଆମେ ସିଧା ସେହି ପରିସ୍ଥିତିକୁ ଯିବା ଯେଉଁଠି ପାଣ୍ଡବ ବଂଶ ଏକ ବଡ଼ ବିପଦର ସାମ୍ନା କରୁଥିଲା। ଆମେ ଆରମ୍ଭ କରୁଛୁ ଅଷ୍ଟମ ଅଧ୍ୟାୟରୁ। ପ୍ରଥମେ ଶ୍ଲୋକଟି ଶୁଣିବା। ସୂତ ଉବାଚ ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି ମନେ ଚିନ୍ତିଲେ ଚକ୍ରପାଣି ଦ୍ରୋଣ କୁମର ଅପମାନେ ଲୁଚି ଯେ ଥିଲା ଘୋର ବନେ ମନ୍ତ୍ରୀ ନାରାଚ ବ୍ରହ୍ମଶର ପ୍ରହାର କଲା କୋପଭର ମେଦିନୀ ଅପାଣ୍ଡବ ରସ ମୁହିଁ କରିବି ପ୍ରତିକାର। ଚକ୍ରଧାରୀ ଶ୍ରୀକୃଷ୍ଣ ହଁ ଆଉ ସଙ୍ଗେ ସଙ୍ଗେ ବୁଝିଗଲେ ପରିସ୍ଥିତି କେତେ ଗମ୍ଭୀର। ହଁ ସେ ଜାଣିପାରିଲେ ଯେ ଦ୍ରୋଣଙ୍କ ପୁଅ ଅଶ୍ୱତ୍ଥାମା ଯେ ଯୁଦ୍ଧରେ ଅପମାନିତ ହୋଇଥିଲା ହଁ ସେ ଘୋର ବଣରେ ଲୁଚିକି ଅଛି। ଆଚ୍ଛା ଆଉ ପ୍ରତିଶୋଧ ନବା ପାଇଁ କ୍ରୋଧରେ ସେ ବ୍ରହ୍ମଶର ପ୍ରୟୋଗ କରିଛି। ବ୍ରହ୍ମଶର ହଁ, କେବଳ ବ୍ରହ୍ମଶର ନୁହେଁ, ଏହା ନାଁ ଦେଇଛନ୍ତି ମେଦିନୀ ଅପାନ୍ତବଶର। ମାନେ ପୃଥିବୀକୁ ପାଣ୍ଡବ ଶୂନ୍ୟ କରିଦେବା ପାଇଁ ଏ ଶର ଛଡ଼ାଯାଇଛି। ହଁ ଏତେ ଭୟଙ୍କର କ୍ରୋଧ ତାର। ବାପରେ ଖାଲି ପାଣ୍ଡବ ନୁହନ୍ତି, ତାଙ୍କ ବଂଶର ଶେଷ ଆଶାକୁ ବି, ଏକଦମ ଉତ୍ତରାଙ୍କ ଗର୍ଭରେ ଥିବା ଶିଶୁକୁ ବି ନଷ୍ଟ କରିବା ତାର ଉଦ୍ଦେଶ୍ୟ। ଏ କଥା ଜାଣିବା ମାତ୍ରେ କୃଷ୍ଣ କଣ କହିଲେ? ମୁହିଁ କରିବି ପ୍ରତିକାର। ହଁ, ଏଠି ତାଙ୍କର ସେ ରକ୍ଷାକର୍ତ୍ତା ରୂପ ଦେଖାଯାଉଛି। ତାଙ୍କର ସଂକଳ୍ପ। ହଁ, ଏଟା ଖାଲି କଥା ନୁହେଁ, ଏକ ଦିବ୍ୟ ଭରସା। କିନ୍ତୁ ଏତେ ଭୟଙ୍କର ଉଦ୍ଦେଶ୍ୟ, ଗୋଟେ ଅଜନ୍ମା ପିଲା ପାଇଁ ଏତେ ଘୃଣା, ଭଗବାନ ତ ସଂକଳ୍ପ କଲେ, ହେଲେ ପାଣ୍ଡବମାନେ, ସେମାନେ ତ ମହାନ ଯୋଦ୍ଧା। ସେମାନେ କଣ କଲେ? ଏକଥା କୃଷ୍ଣ ମୁଖ ଶୁଣି ପାଣ୍ଡବେ ନିଜ ଧନୁ ଆଣି ସୂର୍ଯ୍ୟର ପ୍ରାୟ ଏକେ ଏକେ ପଞ୍ଚନାରାଚଭିମୁଖେ ଯୋଚି ଚେହିଁଲେ କୃଷ୍ଣମୁଖ ଅନ୍ତେ ବୋଲନ୍ତି ରଖ ରଖ। କୃଷ୍ଣଙ୍କଠୁ ଏ କଥା ଶୁଣିବା ପରେ ପାଞ୍ଚ ଭାଇ, ସେମାନେ ତ ନିଜେ ବି କମ୍ ଯୋଦ୍ଧା ନୁହନ୍ତି, ସଙ୍ଗେ ସଙ୍ଗେ ପ୍ରସ୍ତୁତ। ନିଜ ନିଜ ଧନୁ ନେଇ ଆସିଲେ। ନିଜ ଧନୁରେ ସୂର୍ଯ୍ୟ ପରି ତେଜସ୍ୟାନ ପାଞ୍ଚଟା ଶର ମାନେ ପଞ୍ଚନାରାଜ ସେଇ ବ୍ରହ୍ମଶର ଆଡ଼କୁ ମାରିଲେ। ଏଟା ତ ସ୍ୱାଭାବିକ, ତାଙ୍କ ବୀରତ୍ୱ। ହଁ, କିନ୍ତୁ ଦେଖନ୍ତୁ ଏଠି କେମିତି ଗୋଟେ କଥା ଅଛି। ଶର ତ ମାରିଲେ, କିନ୍ତୁ ଠିକ୍ ତାପରେ କଣ କଲେ? କୃଷ୍ଣଙ୍କ ମୁହଁକୁ ଚାହିଁଲେ। ଏକ୍ଜାକ୍ଟଲି, କୃଷ୍ଣଙ୍କ ମୁହଁକୁ ଚାହିଁଲେ। ସେମାନେ ବୁଝି ଯାଇଥିଲେ ଯେ ଏଇ ଯୋଉ ବ୍ରହ୍ମଶର ଏଟା ସାଧାରଣ ଅସ୍ତ୍ର ନୁହେଁ, ଏଠି ଖାଲି ମଣିଷ ବଳ କାମ ଦବନି। ସେଥିପାଇଁ ଶେଷରେ ରଖ ରଖ ବୋଲି କହିଲେ। ହଁ, ପୁରା ଆକୁର ହୋଇ। ଏଟା ଦେଖନ୍ତୁ, ବୀରତ୍ୱ ବି ଅଛି ଆଉ ସମ୍ପୂର୍ଣ୍ଣ ଶରଣାଗତି ବି ଅଛି। ବହୁତ ବଡ଼ କଥା, ନିଜ ଶକ୍ତିର ସୀମାକୁ ଜାଣିବା। ଚେଷ୍ଟା କରିବା, କିନ୍ତୁ ପରମ ଶକ୍ତି ଉପରେ ଭରସା ରଖିବା। ବାଃ, ଏହା ତ ପ୍ରକୃତ ଜ୍ଞାନୀର ଲକ୍ଷଣ। ତାହେଲେ କୃଷ୍ଣ କେମିତି ଏହି ବିପଦରୁ ରକ୍ଷା କଲେ ପାଣ୍ଡବଙ୍କୁ ଆଉ ଗର୍ଭକୁ? ତାହା ଜାଣିଲେ ନରହରି ତକ୍ଷଣେ ଚକ୍ରକୁ ସୁମରି ବୋଲେ ଶୁଣ ସୁଦର୍ଶନ ରଖ ତୁ ପାଣ୍ଡବ ଜୀବନ। ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ଯେହି ପାଣ୍ଡବ ପାଞ୍ଚ ଭାଇ ମେଘର ପ୍ରାୟ ଆଚ୍ଛାଦିଲା କୃଷ୍ଣର କରେ ବିଜେ କଲା। ଭଗବାନ କୃଷ୍ଣ, ନରହରି ସେ ପାଣ୍ଡବଙ୍କ ମନ କଥା ଜାଣିପାରିଲେ। ସେମାନଙ୍କର ସେ ନୀରବ ପ୍ରାର୍ଥନା ଆଉ ବିଲକୁଲ ଡେରି ନ କରି ନିଜର ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ରକୁ ମନେ ପକାଇଲେ। ସୁଦର୍ଶନ ଚକ୍ର? ହଁ, ସୁଦର୍ଶନ କଣ ଖାଲି ଗୋଟେ ଚକ୍ର? ସେ ତ ଭଗବାନଙ୍କ ସଂକଳ୍ପ ଶକ୍ତି, କାଳର ପ୍ରତୀକ। କୃଷ୍ଣ ଆଦେଶ ଦେଲେ, ହେ ସୁଦର୍ଶନ, ପାଣ୍ଡବଙ୍କ ଜୀବନ ରକ୍ଷା କର। ଆଉ ସୁଦର୍ଶନ ଭଗବାନଙ୍କ ଆଜ୍ଞା ପାଇବା ମାତ୍ରେ ବିଜୁଳି ବେଗରେ ଗଲା, ଆଉ ଯେଉଁଠି ପାଞ୍ଚ ଭାଇ ଥିଲେ ସେମାନଙ୍କୁ ଘୋଡେଇ ଦେଲା। ହଁ, ଲେଖା ଅଛି ମେଘର ପ୍ରାୟ ଆଚ୍ଛାଦିଲା। ମେଘ ପରି? ମାନେ ଯେମିତି ମେଘ ସୂର୍ଯ୍ୟକୁ ପୁରା ଘୋଡ଼େଇ ଦିଏ, ସେମିତି ସୁଦର୍ଶନ ଚକ୍ର ପାଣ୍ଡବମାନଙ୍କୁ ଚାରିପଟୁ ଗୋଟେ ଅଭେଦ୍ୟ କବଚ ପରି ଘେରିଗଲା। ଯେମିତି ବ୍ରହ୍ମଶର ପାଖକୁ ଯାଇପାରିବନି। ଏକଦମ। ଆଉ କାମ ସରିଲା ପରେ ଚକ୍ର ପୁଣି କୃଷ୍ଣଙ୍କ ହାତକୁ ଫେରିଆସିଲା। ଦେଖନ୍ତୁ କେତେ ଶୀଘ୍ର, କେତେ ସହଜରେ ଏଇ ଦିବ୍ୟ କାମ ହେଇଗଲା। ଅଦ୍ଭୁତ। କେବଳ ମନେ ପକେଇବା ମାତ୍ରେ ଏତେ ବଡ଼ ସୁରକ୍ଷା। କିନ୍ତୁ ଗୋଟେ କଥା ରହିଗଲା, ଅଶ୍ୱତ୍ଥାମାର ମୂଳ ଲକ୍ଷ୍ୟ ତ ଥିଲା ସେ ଗର୍ଭ, ପାଣ୍ଡବ ବଂଶର ଶେଷ ଦ୍ୱୀପ। ହଁ, କୃଷ୍ଣ ବାହାରୁ ତ ରକ୍ଷା କଲେ, ହେଲେ ସେ ଭିତରେ ଯୋଉ ବିପଦ, ସେଠି କଣ ହେଲା? ସେ ଚକ୍ର ଘେନି କୃଷ୍ଣ ବେଗେ ପଶିଲେ ଉତ୍ତରାର ଗର୍ଭେ। ସେ ମାୟାଧର ଚକ୍ର ପାଣି କେବା ପାରିବା ପରିମାଣି
ସକଳ ଆତ୍ମା ଯୋଗେଶ୍ୱର, ଯାର ମହିମା ଅଗୋଚର, ପାଣ୍ଡବ ବଂଶ ରକ୍ଷା ଅର୍ଥେ, ଗର୍ଭ ଆବୋରି ଚକ୍ର ହସ୍ତେ। ଏଇ ପଦତକ ହିଁ ସବୁଠୁ ଆଶ୍ଚର୍ଯ୍ୟଜନକ ଆଉ ଗଭୀର କଥା। ପାଣ୍ଡବଙ୍କୁ ବାହାରୁ ରକ୍ଷା କରିସାରିଲା ପରେ ସେଇ ସୁଦର୍ଶନ ଚକ୍ରକୁ ଧରି ଭଗବାନ ଶ୍ରୀକୃଷ୍ଣ ନିଜେ ନିଜେ ଗୋଟେ ଅତି ସୂକ୍ଷ୍ମ ରୂପ ନେଇ ଉତ୍ତରାର ଗର୍ଭ ଭିତରକୁ ପଶିଗଲେ। ଗର୍ଭ ଭିତରକୁ? ଏ କେମିତି ସମ୍ଭବ? ସେଇଥିପାଇଁ ତ ଜଗନ୍ନାଥ ଦାସ ଲେଖୁଛନ୍ତି, ସେ ମାୟାଧର ଚକ୍ରପାଣି କେବା ପାରିବ ପରିମାଣି। ମାନେ ଯିଏ ମାୟାର ସ୍ୱାମୀ, ତାଙ୍କୁ କିଏ ବା ବୁଝିପାରିବ? ଠିକ୍, ତାଙ୍କର ଏ ଲୀଳା, ଏ ମହିମା କଳ୍ପନା ବାହାରେ। ସେ ତ ସକଳ ଆତ୍ମା, ଖାଲି ବାହାରେ ନୁହେଁ, ସବୁ ଜୀବ ଭିତରେ ବି ଅଛନ୍ତି। ଆଉ ଯୋଗେଶ୍ୱର ବି କୁହାଯାଇଛି। ହଁ, ସବୁ ଯୋଗ, ସିଦ୍ଧି, ଐଶ୍ୱର୍ଯ୍ୟର ମାଲିକ। ତାଙ୍କ ମହିମା ଅଗୋଚର, ମାନେ ଆମ ବୁଦ୍ଧି, ଆମ ଇନ୍ଦ୍ରିୟ ଧରି ପାରିବନି। ଏତେ କଷ୍ଟ କାହିଁକି କଲେ? ଗୋଟିଏ କାରଣ, ପାଣ୍ଡବ ବଂଶ ରକ୍ଷାର୍ଥେ। ସେ ଚକ୍ର ଧରି ଗର୍ଭ ଭିତରେ ଥିବା ଶିଶୁକୁ ଚାରିପଟୁ ଘେରି ରହିଲେ, ଗୋଟେ ଦିବ୍ୟ ସୁରକ୍ଷା ବଳୟ ତିଆରି କଲେ। ଓହୋ, ମାନେ ବାହାରୁ ଓ ଭିତରୁ ଦୁଇ ସ୍ତରରେ ସୁରକ୍ଷା ଏକା ସାଙ୍ଗରେ। ହଁ, ଏଇଟା ଦେଖାଉଛି ତାଙ୍କର ସର୍ବବ୍ୟାପକତା। ସେ ସବୁଠି ଅଛନ୍ତି, ସବୁ କରିପାରନ୍ତି। ସତରେ ଅବିଶ୍ୱାସନୀୟ। କିନ୍ତୁ ଏବେ ବି ଗୋଟେ ପ୍ରଶ୍ନ ରହୁଛି। ସେ ଯୋଉ ବ୍ରହ୍ମଶର, ଶାସ୍ତ୍ର କହୁଛି ସେ ଅପ୍ରତିକାର୍ଯ୍ୟ, ତାକୁ କେହି ରୋକିପାରିବେନି। ତାର କ'ଣ ହେଲା? ସେ କେମିତି ଅଟକିଗଲା? ସ୍ୱଭାବେ ଶସ୍ତ୍ର ବ୍ରହ୍ମଶର, ତାହାକୁ ନାହିଁ ପ୍ରତିକାର। କୃଷ୍ଣର ତେଜ ତା ସଂହାରେ, ଗର୍ଭକୁ ରଖିଲେ ମୁରାରି। ଆପଣଙ୍କ ପ୍ରଶ୍ନ ଏକଦମ ଠିକ୍। ଶାସ୍ତ୍ର ନିଜେ କହୁଛି, ସ୍ୱଭାବେ ଶସ୍ତ୍ର ବ୍ରହ୍ମଶର, ତାହାକୁ ନାହିଁ ପ୍ରତିକାର। ମାନେ ଏହାର ପ୍ରକୃତି ହିଁ ଏମିତି ଯେ ଏହାକୁ ରୋକିବା ବା ନଷ୍ଟ କରିବା ପ୍ରାୟ ଅସମ୍ଭବ। ତେବେ କଥା ହେଉଛି, ଯେଉଁଠି ସବୁ ନିୟମ ସରେ, ସେଇଠୁ ଭଗବାନଙ୍କର ଲୀଳା ଆରମ୍ଭ ହୁଏ। ବାଃ! ସେ ବ୍ରହ୍ମଶର ଯେତେବେଳେ ଉତ୍ତରାଙ୍କ ଗର୍ଭ ପାଖରେ ପହଞ୍ଚିଲା, ସେତେବେଳେ ଗର୍ଭ ଭିତରେ କିଏ ଥିଲେ? ଶ୍ରୀକୃଷ୍ଣ ନିଜେ। ହଁ, ତାଙ୍କର ଯୋଉ ଦିବ୍ୟ ତେଜ, ଯୋଉ ଶକ୍ତି, ସେଇ ଶକ୍ତି ଆଗରେ ବ୍ରହ୍ମଶର ପୁରା ନିଷ୍ପ୍ରଭ ହୋଇଗଲା, ନିଷ୍କ୍ରିୟ ହୋଇଗଲା। କୃଷ୍ଣର ତେଜ ତ ସଂହାରୀ। ଓହୋ, ତାଙ୍କ ତେଜ ହିଁ ତାକୁ ନଷ୍ଟ କରିଦେଲା। ହଁ, ସେଥିପାଇଁ କୁହାଗଲା, ମୁରାରୀ ଯିଏ ମୂର ଦୈତ୍ୟକୁ ମାରିଥିଲେ, ଆଉ ସବୁ ବିପଦ, ସବୁ ଅନ୍ଧାରକୁ ଦୂର କରନ୍ତି, ସେଇ ମୁରାରୀ ଶ୍ରୀକୃଷ୍ଣ ଗର୍ଭକୁ ରକ୍ଷା କଲେ। ଏଥିରୁ ଜଣାପଡ଼ୁଛି ଭଗବତ୍ ଶକ୍ତି ହିଁ ସବୁଠୁ ବଡ଼। ନିଶ୍ଚୟ, କୌଣସି ସୃଷ୍ଟ ଶକ୍ତି, ସେ ଯେତେ ବଡ଼ ଦିବ୍ୟାସ୍ତ୍ର ହଉ ପଛେ, ଭଗବାନଙ୍କ ଆଗରେ ତାହା କିଛି ନୁହେଁ। ଅବିଶ୍ୱାସନୀୟ, ସତରେ ଅବିଶ୍ୱାସନୀୟ। ଯାହାକୁ କେହି ରୋକିପାରିବେନି ବୋଲି କୁହାଯାଉଥିଲା, ତାହା କୃଷ୍ଣଙ୍କ ତେଜ ଆଗରେ ହାର ମାନିଗଲା। ଜଗନ୍ନାଥ ଦାସ ଏହି ଘଟଣାକୁ ଆଉ କେମିତି ଦେଖୁଛନ୍ତି? ଏହାର ବ୍ୟାପକତା କ'ଣ? ଯାହାର ମାୟା ଏ ସଂସାରେ ସଞ୍ଚୟୀ ପାଳଇ ସଂହାରେ। ଏକି ଆଶ୍ଚର୍ଯ୍ୟ ଅଟେ ତାର, ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର। ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା, ପାଣ୍ଡବେ ଗୋବିନ୍ଦ ରଖିଲା। ଏଠି ଦେଖନ୍ତୁ, କବି ଆମକୁ ଗୋଟେ ଛୋଟ ଘଟଣାରୁ ନେଇ ପୁରା ବ୍ରହ୍ମାଣ୍ଡ ସ୍ତରକୁ ନେଇ ଯାଉଛନ୍ତି। କେମିତି? ସେ ମନେ ପକାଇ ଦେଉଛନ୍ତି, ଯେଉଁ ଭଗବାନଙ୍କ ମାୟା ଶକ୍ତିରେ ଏ ପୁରା ସଂସାର ତିଆରି ହୁଏ, ସଞ୍ଚୟ, ପାଳିତ ହୁଏ, ପାଳଇ, ଆଉ ଶେଷରେ ନଷ୍ଟ ବି ହୁଏ। ସଂହାରେ। ହଁ, ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା। ହଁ, ସେଇ ସର୍ବଶକ୍ତିମାନ ଈଶ୍ୱରଙ୍କ ପାଇଁ, ଯିଏ ନିଜେ ସବୁ ଆଶ୍ଚର୍ଯ୍ୟର ମୂଳ, ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର, ତାଙ୍କ ପାଇଁ ଗୋଟେ ଗର୍ଭକୁ ରକ୍ଷା କରିବା କିଛି ବଡ଼ କଥା କି? ନା, ତାଙ୍କ ପାଇଁ ତ ଏହା ସାଧାରଣ କଥା। ଅସ୍ତ୍ରରେ ବିପଦ ଟଳିଗଲା। ଏହା ସ୍ପଷ୍ଟ ହେଇଗଲା ଯେ ଗୋବିନ୍ଦ, ଯିଏ ସମସ୍ତଙ୍କର ରକ୍ଷକ, ସେ ହିଁ ପାଣ୍ଡବମାନଙ୍କୁ ଆଉ ତାଙ୍କ ବଂଶକ ରକ୍ଷା କଲେ। ଏମିତି ଦେଖିଲେ ତ ଘଟଣାଟାର ଗଭୀରତା ଆହୁରି ବଢ଼ିଯାଉଛି। ଏଟା ଖାଲି ଗୋଟେ ଉଦ୍ଧାର କାର୍ଯ୍ୟ ନଥିଲା। ନା, ଏହା ସୃଷ୍ଟିକର୍ତ୍ତାଙ୍କର ନିଜ ସୃଷ୍ଟି ପାଇଁ ଥିବା କରୁଣା ଆଉ ଦାୟିତ୍ୱର ପ୍ରମାଣ। ଏତେ ବଡ଼ ବିପଦରୁ ରକ୍ଷା ପାଇଲା ପରେ ପାଣ୍ଡବ ପରିବାର କ'ଣ କଲେ? ସେମାନଙ୍କ ମନରେ କି ଭାବ ଥିଲା? ତକ୍ଷଣେ ପାଣ୍ଡବ ଜନନୀ କୃଷ୍ଣା ଉତ୍ତରା ସେଙ୍ଗେ ଘେନି, ପାଞ୍ଚପୁତ୍ରଙ୍କୁ ଘେନି ସେଙ୍ଗେ, ନମିଲେ କୃଷ୍ଣପାଦ ଯୁଗେ, କାତରେ ଯୋଡ଼ି ବେନି ପାଣି, କଣ୍ଠ କୁଣ୍ଠିତେ କହେ ବାଣୀ, ବୋଲଇ କୃଷ୍ଣ ମୁଖ ଚାହିଁ, ଭୂନାଥ କର ମୋତେ ତ୍ରାହି। ସେହି ମୁହୂର୍ତ୍ତରେ ଯେତେବେଳେ ସମସ୍ତେ ବୁଝିଗଲେ ଯେ ବିପଦ ଟଳିଯାଇଛି, ସେତେବେଳେ ପାଣ୍ଡବଙ୍କ ମା କୁନ୍ତି ହୋଇଥିବେ, ଦ୍ରୌପଦୀ, କୃଷ୍ଣା, ନିଜେ ଉତ୍ତରା ଆଉ ପାଞ୍ଚ ପାଣ୍ଡବ ଭାଇ ସମସ୍ତେ ଏକାଠି ହେଲେ। ହଁ, ଏକାଠି ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ତଳେ, କୃଷ୍ଣପାଦ ଯୁଗେ ପ୍ରଣାମ କଲେ। ପାଦତଳେ ପ୍ରଣାମ କରିବା ମାନେ ପୁରା ସମର୍ପଣ। ଏକଦମ ଗଭୀର କୃତଜ୍ଞତା ଆଉ ସମ୍ପୂର୍ଣ୍ଣ ସମର୍ପଣ। ଆଉ ସେମାନଙ୍କର ଅବସ୍ଥା କେମିତି ଥିଲା? କାତରେ ଯୋଡ଼ି ବେଣି ପାଣି। ହଁ,
ମାନେ ବହୁତ ଦୁଃଖ, ଭୟ ଆଉ ଆଶ୍ୱସ୍ତି ଭିତରେ ହାତ ଯୋଡ଼ି ଠିଆ ହେଇଥିଲେ। ହଁ, ଆଉ କଣ୍ଠ କୁଣ୍ଠିତେ କହେ ବାଣୀ। ମାନେ ଭାବ ବିଭୋଳ ହେଇଯାଇଥିଲେ, କଣ୍ଠରୁ କଥା ବାହାରୁ ନଥିଲା। ବାଷ୍ପରୁଦ୍ଧ କଣ୍ଠରେ। ହଁ, ସେମାନେ କୃଷ୍ଣଙ୍କ ମୁହଁକୁ ଚାହିଁ କେବଳ କହିଲେ, ଭୋ ନାଥ, କର ମତେ ତ୍ରାହି। ମୋତେ ମାନେ ଏଠି ସମସ୍ତଙ୍କୁ। ହଁ, ଏଠି ମୋତେ ମାନେ ଆମ ସମସ୍ତଙ୍କୁ ରକ୍ଷା କର। ଏଇଟା ଖାଲି ସେଇ ଘଟଣା ପାଇଁ ଧନ୍ୟବାଦ ନୁହେଁ। ଏହା ଆଗକୁ ବି ସବୁବେଳେ ରକ୍ଷା କରିବା ପାଇଁ ପ୍ରାର୍ଥନା। ନିଶ୍ଚୟ। କୃଷ୍ଣଙ୍କ ନିଜର ଚିରନ୍ତନ ରକ୍ଷାକର୍ତ୍ତା, ପରମ ଆଶ୍ରୟ ମାନି ନେଇ ସବୁ ସଙ୍କଟରୁ ମୁକ୍ତି ପାଇଁ ଏକ ଆନ୍ତରିକ ନିବେଦନ। ଏହା ହିଁ ଶରଣାଗତିର ଶ୍ରେଷ୍ଠ ଉଦାହରଣ। ବା, କି ଗଭୀର ଦୃଶ୍ୟ! ସମସ୍ତେ ଏକାଠି ହୋଇ କୃଷ୍ଣଙ୍କ ପାଦରେ। ତାହେଲେ ଆଜିର ଯୋଉ ଆଲୋଚନା ହେଲା, ତାର ମୁଖ୍ୟ କଥାଗୁଡ଼ିକ ଯଦି ଦେଖିବା, ଗୋଟେ ପଟେ ଅଶ୍ୱତ୍ଥାମାର ସେ ଭୟଙ୍କର ଆକ୍ରମଣ। ହଁ, ପୁରା ପାଣ୍ଡବ ବଂଶକୁ ନାଶ କରିବା ପାଇଁ। ଆଉ ଅନ୍ୟପଟେ ପାଣ୍ଡବମାନେ ନିଜେ ଚେଷ୍ଟା କଲେ, କିନ୍ତୁ ଶେଷରେ କୃଷ୍ଣଙ୍କ ଉପରେ ହିଁ ଭରସା କଲେ। ସମ୍ପୂର୍ଣ୍ଣ ଶରଣାଗତି। ଆଉ ସବୁଠୁ ବଡ଼ କଥା ହେଲା କୃଷ୍ଣଙ୍କର ସେ ଦ୍ୱିସ୍ତରୀୟ ସୁରକ୍ଷା। ବାହାରେ ଚକ୍ର ଦେଇ ପାଣ୍ଡବଙ୍କୁ, ଆଉ ଭିତରେ ନିଜେ ପଶି ଗର୍ଭସ୍ଥ ଶିଶୁ ପରୀକ୍ଷିତଙ୍କୁ। ସେଇଟା ଅକଳ୍ପନୀୟ। ଏବଂ ଶେଷରେ ଯୋଉ ବ୍ରହ୍ମାସ୍ତ୍ରକୁ କେହି ଅଟକେଇ ପାରିବେନି କୁହାଯାଉଥିଲା, ତାକୁ ନିଜ ତେଜରେ ନଷ୍ଟ କରିଦେଲେ। ନିଶ୍ଚିତ ଭାବରେ। ଏ ପୁରା ପ୍ରସଙ୍ଗଟା ହେଉଛି ବିଶ୍ୱାସ, ଶରଣାଗତି ଆଉ ଭଗବଙ୍କ କୃପାର ଗୋଟେ ଜ୍ୱଳନ୍ତ ଉଦାହରଣ। ଏଥିରୁ ଜଣାପଡ଼ୁଛି, ଯେତେବେଳେ ଭକ୍ତ ନିରୁପାୟ ହୋଇ ନିଜର ସବୁକିଛି ଛାଡ଼ି ଭଗବାନଙ୍କ ପାଖରେ ପୂରାପୂରି ସମର୍ପଣ କରେ, ସେତେବେଳେ ଭଗବାନଙ୍କର କୃପା କାମ କରେ। ହଁ, ତତ୍କ୍ଷଣାତ୍ କାମ କରେ। ପରିସ୍ଥିତି ଯେତେ ଅସମ୍ଭବ ଲାଗୁ ପଛେ, ଦିବ୍ୟ ଶକ୍ତି ସବୁ ବାଧା ହଟେଇ ଦିଏ। ଆଉ ଏଠି ତ କେବଳ ପାଣ୍ଡବ ବଂଶ ରକ୍ଷା ହେଲାନି। ନା, ଏଠି ସେ ଅଜନ୍ମା ଶିଶୁ ପରୀକ୍ଷିତ ରକ୍ଷା ପାଇଲେ, ଯିଏ ଆଗକୁ ଯାଇ ଧର୍ମକୁ ବଞ୍ଚେଇ ରଖିବାର ଥିଲା। ତେଣୁ ଏଇଟା ଖାଲି ବଂଶ ରକ୍ଷା ନୁହେଁ, ଏହା ଧର୍ମର ସଂରକ୍ଷଣ। ଏକଦମ ଧର୍ମ ସଂରକ୍ଷଣର ଏକ ବହୁତ ବଡ଼ ଅଧ୍ୟାୟ। ତେବେ ଏସବୁର ସାରାଂଶ କ'ଣ? ଏଇଟା ତ ଖାଲି ପୁରୁଣା କାହାଣୀ ନୁହେଁ। ନା, ବିଲକୁଲ ନୁହେଁ। ଏହା ଭଗବାନଙ୍କର ଅସୀମ ଶକ୍ତି, ତାଙ୍କର କରୁଣା, ଆଉ ସେ ଯେ ସବୁବେଳେ ନିଜ ଭକ୍ତଙ୍କୁ ରକ୍ଷା କରନ୍ତି, ତାର ଏକ ଚିରନ୍ତନ ବାର୍ତ୍ତା। ଏହି ଆଲୋଚନା ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତାର ବିଷୟ ଅଛି। ଆମେ ସମସ୍ତେ ଜୀବନରେ କେତେବେଳେ କେମିତି ପରିସ୍ଥିତିରେ ପଡ଼ୁ, ଯେତେବେଳେ ଲାଗେ ସବୁ ବାଟ ବନ୍ଦ। ହଁ, ଏମିତି ହୁଏ। ତେବେ ଏଇ ଯୋଉ ପୁରୁଣା ଗ୍ରନ୍ଥର କାହାଣୀ ଆମେ ଶୁଣିଲେ, ସେମିତି ନିଜ ଜୀବନରେ କେବେ କିଛି ଘଟିଛି କି, ଯେତେବେଳେ ଗୋଟେ ବହୁତ ବଡ଼ ବାଧା ବା ଅସମ୍ଭବ ଲାଗୁଥିବା ସମସ୍ୟା ହଠାତ୍ ଦୂର ହେଇଯାଇଛି? ମନେ ପକେଇବାକୁ ଚେଷ୍ଟା କରାଯାଇପାରେ। ଆଉ ସେଇ ଯୋଉ ଅନୁଭୂତି, ସେଥିରେ ନିଜର ବିଶ୍ୱାସର କିଛି ଭୂମିକା ଥିଲା କି, ବା କୌଣସି ଅଦୃଶ୍ୟ ଶକ୍ତି ଉପରେ ଭରସା ରଖିବାର? ଏବେକାର ସମୟରେ ଏଇ ଯୋଉ ଗର୍ଭରକ୍ଷାର କାହାଣୀ, ଏହା ସୁରକ୍ଷା କିମ୍ବା ନୂଆ ଆଶାକୁ ବଞ୍ଚେଇ ରଖିବା ଭଳି କଥା ସହ କେମିତି ଯୋଡ଼ି ହେଉଛି ବୋଲି ଲାଗୁଛି? ହଁ, ଏହା ନିଶ୍ଚୟ ଚିନ୍ତା କରିବାର ବିଷୟ। ଯଦି କାହାର କିଛି ନିଜର ଅନୁଭୂତି ବା ବିଚାର ଅଛି, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ଜଣେଇ ପାରନ୍ତି। ଆଦିକବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଏହି ଯାତ୍ରାକୁ ଆମେ ଆଗକୁ ନେଇ ଚାଲିବା। ଆମର ପରବର୍ତ୍ତୀ ଆଲୋଚନାରେ ନିଶ୍ଚୟ ଯୋଗ ଦେବେ। ହଁ, ଆଜିର ଏହି ଆଲୋଚନାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।